ବୁଝିବାକୁ ଚେଷ୍ଟା କର ମୋ ଦରମା ଦେଇକି ସମାଧାନ କରିବି ନା ସାର୍ ଆମେ ତ କୋଉଥିରୁ କରିବି ଜମା କୋଉଥିରୁ କରିବି ଯଦି ଆଡିସନାଲ ଫଣ୍ଡ ନାହିଁ ଆପଣ ଗୋଟେ ଚିଠି ଲେଖିଲେନି ଆରେ ସେଟା କୌଣସି କାର୍ଯ୍ୟ ଆମର ହୁଏ ନା ମୁଁ ଗୋଟେ ଅଫିସରେ କାରଣ ମୁଁ ସେଠି କାମ କରୁଛି ମୁଁ ଜାଣିଛି ଆପଣ ସେ ସବୁ କଥା କୁହନ୍ତୁ ନାଇଁ କରୁଛୁ ଯଦି ଭଲ କଥା ସେ ଲେଖିଦିଅ କାଲି ମିଡିଆ ବାଲାକୁ ଡାକିକି କହିଦିଅ ମିଡିଆ ଆମର କୌଣସି ମିଡିଆ ଦରକାର ନାହିଁ ଆମେ କାଗଜ ପକେଇଦେବୁ ବନ୍ଦ କରିଦେବୁ ଆମେ ବି ସେୟା ଚାହୁଁଛୁ ଆମେ ଖୁସି ଆମର ଶାନ୍ତି ସବୁଥିରେ ଯଦି ତୁମର ଇଚ୍ଛା ନୁହେଁ ପଢିବା ପାଇଁକା ତାହେଲେ ତୁମେ ବନ୍ଦ କରିଦିଅ ନ ପଢିବା ପାଇଁ ଇଚ୍ଛା ନଥିଲେ ଆମେ ଆପଣ ଯଦି ଏଠି ଆସି ଯୁକ୍ତି କରୁନଥାନ୍ତେ ତାପରେ ଏଗୁଡା ବି ସବୁ ତାଲା ଏଟା କିନ୍ତୁ ଶୋକେସରେ ଥୁଆ ହେଇଛି ଆଉ କିଛି ଆରେ ସେଥିପାଇଁ ତ ମୁଁ କହୁଛି କେବେ ମତେ ଲେଖିକି ଦେଇଛ ନା ତ ମୁଁ ତ ବାରମ୍ବାର କରି ମୁଁ ବି ଇନଷ୍ଟିଗେଟ୍ କରୁଛି ଲେଖିକି ଦିଅ ଯେ ଏଗୁଡାକ ଲାଇବ୍ରେରୀ ନଥିବାରୁ ମୁଁ ବହିଟେ ପାଉନି ଅମୁକ ନାହିଁ ଷ୍ଟାଫ ନାହିଁ ଏତେ ଥର ସାର୍ ଯାଉଛୁ ଏଇଥିପାଇଁ ସବୁ ଯାଉଛୁ ଆଉ କୋଉଥିପାଇଁ ନା ସେ ଯିବାର କଣ ଅଛି ତୁମେ ଲେଖିକି ଦେଲେ ତାକୁ ଲେଖିକି ଦଉନି ଆରେ ବାବୁ ସିଏ ମୋ ଶତ୍ରୁ ନୁହେଁ ବିରୁଦ୍ଧରେ କଣ ଲେଖିବ ତୁମର ଅସୁବିଧା ହଉଛି ତୁମେ ଲେଖିବ ଚାବିଟା ଆସିଲେ ତ ତୁମକୁ ଖୋଲିଦେବି ନା ମୁଁ ତ ଭାଙ୍ଗିକି ତମକୁ ବହିଟା ଦେବି ଚାବି ଆସିଛି ଚାବି ସେ କରୁଛୁ ଖୋଲିକି ଦଉଛି ଯଦି ଭଲ କଥା ଅସୁବିଧାଟା କଣ ରହିଲା ଅସୁବିଧା ମାଗାଜିନ୍ ମାଗାଜିନ୍ ସେ ନାରାୟଣକୁ ଡାକିକି କରିବ ଯଦି ତୁମର ଏତେ ସୁବିଧା ତା ପାଖେ ଚାବି ଅଛି ଦେଇଗଲା ସବୁ ହେଇଗଲା କହୁଛନ୍ତି ସେଟା ସମାଧାନ ହୁଏ ନା ଆପଣ ଡିଡିଓ ହିସାବରେ ଗୋଟେ ଦେଖନ୍ତୁ ନିଜେ ଜାଣନ୍ତୁ ବୁଝନ୍ତୁ ଆମେ ହିସାବରେ କହୁଛୁ ଆପଣ ସାର୍ ମୋର ଶତ୍ରୁ ନୁହେଁ ଆପଣ ଇଏ ଶତ୍ରୁ ଗୋଟେ ପର୍ଟିକୁଲାର ୱେରେ ଆମେ ଯାଉଛୁ ଆମେ ପଢୁଛୁ ଆସିକି ଆମର ହାମ୍ପ ରହୁଛି ପାଠ ପଢା ଲସ୍ ହଉଛି କାହାର ରହୁଛି ଆମର ରହୁଛି ଆପଣଙ୍କ ସାର୍ କିଛି ହଉନି ଆପଣ ସେଦିନ କହିଲେ ଏରିଆରେ ଡ୍ର ହବ ଆମେ କଣ ଏରିଆରେ କରିଦେବୁ ଆପଣଙ୍କ କଥା କୁହନ୍ତୁ ଆପଣ ମୋ ବାପା ବୟସ ଶୁଣନ୍ତୁ ସତ କଥା ହଉଛି ଏଇଆ ଯେ ଫେସ୍ କରୁଛୁ ଯେ ମ୍ୟାଗାଜିନ୍ ଗୋଟେ ଆସିନେ ପେପର ଗୋଟେ ଆସିନେ ଆମେ ଏତେ ଦୌଡ଼ି କାଇଁ ପାଇଁ ଆସିଛୁ ଏଠି ପଢିବା ପାଇଁ ଆସିଛୁ ଆମେ ସାର୍ ଯୁକ୍ତି କରିବା ପାଇଁ ଆସିଛୁ ନା ମତେ ବି ଯୁକ୍ତି କରିବା ପାଇଁ ଭଲ ଲାଗୁନାହିଁ କାରଣ ଆପଣ ଯାହା କହିଲେ ଆପଣ ବି ପୁଅ ବୟସର କି ଭାଇ ବୟସର ମୁଁ ବି ଯୁକ୍ତି କରିବାକୁ ଏଠି ଆସୁନି କିନ୍ତୁ ଦୁର୍ଭାଗ୍ୟ ହଉଛି ଯୋଉ କାମ ନେଇକରି ଆପଣ ମାନଙ୍କର ଯୋଉ ବିଶ୍ୱାସ ଅଛି ଆପଣ ସଲ୍ଭ କରିବେ କିନ୍ତୁ ଆପଣ ସଲ୍ଭ କରୁନାହାନ୍ତି ନା ନା ଆଶ୍ଚର୍ଯ୍ୟ କଥା ଦରମା ଆପଣ ସାର୍ ଡିଡିଓ ଗୋଟେ ପାୱାର ଅଛି ଆରେ ବାବୁ ଶୁଣ ଆଲଟମେଣ୍ଟଟା ଯଦି ଆସିଛି ତୁମେ କହୁଛ ଯେ ଆସିଥିଲା ସେଗୁଡା ଆମେ ଚିଠି ଲେଖିକି ଆସିଥିଲୁ ଗୋଟେ ସରକାର ଆଲଟମେଣ୍ଟଟା ତାର ମନକୁ ଆସେ ଯଦି ତାର ସରିଲା ଆଲଟମେଣ୍ଟଟା ଆମେ ପାଇଗଲୁ ଏଇଟା ସରିଗଲା 8,000 ଟଙ୍କା ଆସିଥିଲା ଦିଆଗଲା ଆମର 5,000 ଟଙ୍କା ପେଣ୍ଡିଂ ଅଛି ତାହେଲେ ଆମେ ତାପରେ ଚିଠି ଲେଖିବା ଲେଖୁଛୁ କିନ୍ତୁ ତା ଅର୍ଥ ନୁହେଁ ଯେ ଯୋଉ ଏନହାନ୍ସଟା 2,000 ହେଇଗଲା ଆମେ ବାଧ୍ୟ କରିବୁ ଯେ ନାଇଁ 2,000ଟା ତୁରନ୍ତ ଦିଅ ବୋଲିକା ଆମର 2,000ଟା ଯୋଉ ମାସକୁ ହେଇଛି ସେ କଥା ବି ଆମେ କହିଛୁ 2,000ଟା ତୁମର ଆସିଲା ମାନେ ତୁମେ ହିଁ ପାଇବ